পৃথিবীর সর্বশ্রেষ্ঠ দেশে অনেক বিদেশী জাতি এଠାକୁ ଆସି ଅଧିକାର କରିନେଲେ। ଫଳରେ ଦେଶ ପରାଧୀନ ହେଲା। ମହାତ୍ମା ଗାନ୍ଧୀ ନେତୃତ୍ୱରେ ଅଗଷ୍ଟ 15 ତାରିଖରେ ଦେଶ ସ୍ୱାଧୀନତା ପାଇଲା। କିନ୍ତୁ ଏହା ପୂର୍ଣ୍ଣ ସ୍ୱାଧୀନତା ନଥିଲା। ଇଂରେଜମାନଙ୍କର ଆଇନ କାନୁନ ଓ ନୀତି ନିୟମରେ ଚାଲୁଥିଲା। ତେଣୁ ମହାଜନମାନେ ଦେଶ ପାଇଁ ଏକ ଆଇନ ସଭା ଗଠନ କଲେ। ଏହା ପୁସ୍ତକ ଆକାରରେ ଲିପିବଦ୍ଧ ହେଲା। ଏହାକୁ ସମ୍ବିଧାନ କୁହାଯାଏ। 1925 ମସିହା ଜାନୁଆରୀ 26 ତାରିଖରେ ଆରମ୍ଭ କରାଗଲା। ଭାରତ ଆଜି 76ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ଜାତୀୟ ସଙ୍ଗୀତ ଗାନ କରିବା, ଜାତୀୟ ପତାକା ଉଡ଼ାଇବା, ଶହୀଦମାନଙ୍କୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ ଅଟେ। ସମ୍ବିଧାନ ଅନୁସାରେ ଆମେ ସମସ୍ତେ ଏକ ସେହି ବଡ଼ ସାନ ନୁହେଁ, ଧନୀ ଗରିବ ନୁହେଁ, ମିଳିମିଶି ଦେଶ ପାଇଁ କାମ କରିବା, ଦେଶ ପାଇଁ ଜୀବନ ଦେବା, ଭାରତ ମାତା ନାଁ ରଖିବା। ଭାରତ ମାତା କି ଜୟ। बहुत सुंदर, बहुत बहुत धन्यवाद भाई। बर्तमान मु अनुरोध रखी आज का सभापति